সাপ 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 বটকা তো মাইনিয়া দেবি না মতে সই দেই কত গতিরে তুই চালি যাও রাত্রি অজরে এইলো মাইক নিয়া দপ্তর বাবুগিরি পবিত্র বলি তো কত বাবুগিরি জানতে রে বাবুগিরি এলে মাইক নিয়া তো রাড়ি হও কি করে এইলো হেই চৌ লুকা কত দউতেলি রজ্জ পরবারে সেই লুকা কোনু তো চাট্ট পারে মাইক কত চাটে মাইক নিয়া চাড়ি বি নাই সতে চাড়ি বি নাই আরে সমস্ত সামনে তো বহু পিলাটা উপরକୁ হাত উঠাউଛୁ ମୁଁ ତତେ କଣ ଏଇ ସଂସ୍କାର ଶିଖାଇତେ ନେଇ বড় ভাই দিন যাক পেপর পড়ুছ এলে রাত্রিরে চুরি কারুছ চুরি ତମ ସଂସ୍କାର ଭିତରେ ଏତେ ଖୁଙ୍ଖାର ଅଛି ବୋଲି ମୁଁ ଜାଣି ନଥିଲି। ଆରେ ତମେ ଦେଢଶୁର, ସିଏ ହଉଛି ଭାଇ ବୋହୁ। ତମେ ତା ଛାଇ ଛୁଇଁଲେ ଗୋବର ପାଣିରେ ଗାଧେଇବା କଥା, ଅଥଚ ତମେ ଗୋବର ସିଂହ ହୋଇ ଛାତ ଉପରେ ରେପ୍ ସିନ୍ କରୁଛ। ସୁଲୋଚନା ତମେ କଥାଟା ବୁଝି ପାରୁନ। ଆରେ ତମେ ତ ସବୁବେଳେ ଗୁରୁବାର ପାଳିଲ, ମତେ ତ ପୁଣି ଗୋଟେ ବୁଧବାର ଦେଖିବାକୁ ପଡିବ ନା। କଣ ହେଲା ଡାକ୍ତର ବାବୁ ଟିକେ ଖୋଲିକି କୁହ, ମୋ ଦେହ ହାତ କଣ ହେଇଯାଉଛି। କିଛି ମାନେ ଏଇ ବିପଦ ମୁହୂର୍ତ୍ତରେ ଆଉ ଗୋଟେ ଡାକ୍ତର ବାବୁ କଣଟା ହେଇଛି ତ ଟିକେ କୁହ। କଣ ହେଇଛି ଆପଣ ବାପା ବୋଉ ଯାଉଛନ୍ତି କଣ আরে বাপা তুমি শুনি পাচ্ছটি আরে তম আখি সামনে তম পুয়া আছে বাপা হବାକୁ যাଉଛି ବହୁତ ବହୁତ ଧନ୍ୟବାଦ ଡାକ୍ତର ବାବୁ ବହୁତ ବହୁତ ଧନ୍ୟବାଦ ମୁଁ ଆପଣଙ୍କ ଋଣ କେବେ ସୁଝି ପାରିବିନି ଡାକ୍ତର ବାବୁ ନାଇଁ 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 ବୋଧା ବାବୁ ଆପଣ କଣ ମୋ ଋଣ ସୁଝିବେ ମୁଁ ତ ନିଜ ଋଣକୁ ଛାଡି ଦେଇ ଯାଉଛି ବାବୁ ଆପଣଙ୍କ ଯାହା ହଉ ଆପଣଙ୍କୁ ଅନୁଦାନ ଆମ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମାନେ ମତେ ଏତେ ସାହାଯ୍ୟ କଲେ ଏତେ ସପୋର୍ଟ କଲେ ମୁଁ ସେ କଣ ଆଉ କହିବି ତାହେଲେ ଏଥର ତ ଖୁସି ଖବର ଆସି ପହଞ୍ଚିଗଲା ନାଥାକୁ ତ ଭଲ ହେଇଗଲେ ଗଣ୍ଠି ତ ପିଟିଗଲା ଏଥର ଆପଣଙ୍କୁ ସତରେ ବିଦାୟ ଦିଅନ୍ତୁ ଆସୁଛି ଆଉ କଣ ନାଥ ଆରେ କଣ ଏମିତି ଋଷିକି ତୁ ସେପଟକୁ ଅନେଇ ଠିଆ ହେଇଥିବୁ ନାଥରେ ଯାହା ତ ଘଟି ଯାଇଛି ଆଉ ତାକୁ ମନ ପକେଇଲେ କଣ ହବ ଘର କଥା ତ ଘର ଭିତରେ ରହିଛି କଣ ପଦାକୁ ପଳେଇଛି ଯେ ଆମକୁ ଖରାପ ଲାଗିବ ଶୁଣ ନାଥ ବଡ ଭାଇ ହିସାବରେ ମୁଁ ତତେ ଭୁଲ ମାଗୁଛି ରେ କଣ ଯଦି ଟିକେ ଭୁଲ କରିଦେଇଛି ତୁ ମତେ କ୍ଷମା କରିଦେ देख तो भाउज आज पिलापिली କରିବାକୁ ବସିଲାନି ତୁ କଣ ଖୁସି ନା ଏ ନାଥ ମତେ ଟିକେ କ୍ଷମା କରିଦେରେ ନାଥ ମୁଁ ଆଉ କରିବିନି ଏଇ ଦେଖ ମୁଁ ଆଜିଠୁ ସେ ଚପଲ ଧୋଇ ଦଉଛି ଆଉ କେବେ ହେଲେ ସେ ଛାତ ଉପରେ ଚିହ୍ନ ରଖିକି ଆସିବିନି ହେଲା ମତେ କ୍ଷମା କରିଦେବୁ ରେ ନାଥ ମତେ କ୍ଷମା କରିଦେ ତମେ ଯଦି ମତେ ଅନୁମତି ଦିଅନ୍ତ ମୁଁ ନନାକୁ ଦୀପଦ କଥା କହିଥାନ୍ତି ଅନୁମତି କାହିଁ ମାଗୁଛୁ ରାତିରେ ତ ଛାତ ଉପରେ ମହମବତୀ ଲିଭଉଛୁ ନନା ଟିକେ ଏପଟକୁ ଆସିଲୁ ହେଇଠି ନନା ଶୁଣୁଛ ମୋ ପିଲା କହୁନ ଡାକ୍ତର ବାବୁ ତ କହିଥିଲେ ଅପା ମାସେ ଯାଏ ମେଡିସିନ ଖାଇବେ ହଁ ଖାଇଛି ଆଉ ସେ ମାସକ ଯାକ ତମେ ଦାଣ୍ଡରେ ଶୋଇବ ହଁ ଆଉ ତମେ ଦାଣ୍ଡରେ ବି ଶୋଇଛ ମାସ ହଁ ମୁଁ ଦାଣ୍ଡ ଯାକ ଶୋଇଛି ତାହେଲେ ଅପା ପ୍ରେଗନେଣ୍ଟ ହେଲେ କେମିତି ସତ୍ୟ ତ ମୁଁ ତ ମାସକ ଯାକ ଦାଣ୍ଡରେ ଶୋଇଲି ପିଲା କରିବ